ଯେ ମୁଁ ଆଗକୁ କେମିତି 1 ନମ୍ବର ହେବି, ଖେଳାଳି ଜିତେ ନହେଲେ ଶିଖେ। ତେଣୁ ଆମେ ନିଶ୍ଚିତ ଭାବରେ ଆଜି ବ୍ଲକ ସ୍ତରରୁ ପୁଣି କୋଉଠିକି ଯିବା, ଜିଲ୍ଲା, ଜିଲ୍ଲାରୁ ରାଜ୍ୟ, ରାଜ୍ୟରୁ ଦେଶକୁ ଯିବା, ଦେଶରୁ ବିଦେଶ, ପୁରା ଲମ୍ବା ସଫର। ତେଣୁ ନିଶ୍ଚିତ ଭାବରେ ଆଜି ପ୍ରଧାନମନ୍ତ୍ରୀଙ୍କର ଦୂରଦୃଷ୍ଟି କାରଣରୁ, ଆଜି ପ୍ରଧାନମନ୍ତ୍ରୀଙ୍କର ଦୂରଦୃଷ୍ଟି କାରଣରୁ ଆଗକୁ ଥିଲା ଖେଲୋ ଇଣ୍ଡିଆ, ବର୍ତ୍ତମାନ ସାଂସଦ ଖେଳକୁଦ ବ୍ୟବସ୍ଥା, ଯେ ଆମର ଗାଁର ପିଲା ବଣର ମଲ୍ଲି ଯୋଉଭଳି ଭାବରେ ବଣରେ ନ ମଉଳି ଯାଉ, ତା ପାଖରେ ଥିବା ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରି ଆମେ ଦେଶ, ରାଜ୍ୟ, ବିଦେଶକୁ କେମିତି ଆମେ ତାକୁ ନେବା, ତା ପାଇଁ ଆଜିର ବ୍ୟବସ୍ଥା। ତା ସହିତ ଆଉ ଗୋଟିଏ କଥା ମଧ୍ୟ ଲୁକାୟିତ ଅଛି ଖେଳରେ। ଯଦି ଆମେ ଖେଳିବା ତାହେଲେ କଣ ହୁଏ, ଆମେ ମାନସିକ ସ୍ତରରେ ଭଲ ରହିବା, ଶାରୀରିକ ସ୍ତରରେ ସୁସ୍ଥ ରହିବା, ଏବଂ ଶାରୀରିକ ମାନସିକ ସୁସ୍ଥ ରହିଲେ ହିଁ ଗୋଟେ ସୁସ୍ଥ ମଣିଷ ଗଠନ ହେଇପାରିବା, ଗୋଟେ ସୁସ୍ଥ ମଣିଷ ହେଇପାରିବା। ଗୋଟେ ସୁସ୍ଥ ମଣିଷ ହେଲେ ହିଁ ଗୋଟେ ସୁସ୍ଥ ସମାଜ ହେଇପାରିବ, ଗୋଟେ ସୁସ୍ଥ ସମାଜ ହେଲେ ହିଁ ଗୋଟେ ବିକଶିତ ରାଷ୍ଟ୍ର ବା ବିକଶିତ ରାଜ୍ୟ ଗଠନ ହେଇପାରିବ। ଆପଣମାନେ ଦେଖନ୍ତୁ, ନରେନ୍ଦ୍ର ମୋଦୀଙ୍କର ଚିନ୍ତାଧାରା ହେଉଛି 2047 ବିକଶିତ ଦେଶ। ତେଣୁ ବିକଶିତ ଦେଶ କରିବା ପାଇଁ ସେ ପ୍ରଥମରୁ ତଳ ସ୍ତରରୁ, ଗ୍ରାଉଣ୍ଡ ଲେଭଲରୁ ପିଲାମାନଙ୍କୁ ଶାରୀରିକ ମାନସିକ ସ୍ତରରେ ସୁସ୍ଥ ବିକଶିତ କରି ସୁସ୍ଥ ସମାଜ ଗଠନ କରି ଏକ ବିକଶିତ ଦେଶ ବା ରାଜ୍ୟ ଗଠନ କରିବା ପାଇଁ ଚିନ୍ତାଧାରା। ଇଏ ହେଉଛି ଦୂରଦର୍ଶିତା, ଇଏ ହେଉଛି ସଫଳତା, ଇଏ ହେଉଛି ଆଜି ଭାରତ। ସେଇ ଭାରତ ନାହିଁ, ଆଜି ହେଉଛି ଆଧୁନିକ ଭାରତ, ଯୋଉ ଭାରତକୁ ଆଉ କେହି ଆଖି ଦେଖେଇ ପାରିବେ ନାହିଁ। ଆଗରୁ ବିଦେଶୀ ମାନେ ଯୋଉଭଳି ଭାବରେ ଭାରତକୁ ପଡୋଶୀ ରାଜ୍ୟ ମାନେ, ପଡୋଶୀ ଦେଶ ମାନେ ଆଖି ଦେଖାଉଥିଲେ, କିନ୍ତୁ ଆଉ ସାହସ କରୁନାହାନ୍ତି ଆଖି ଦେଖେଇବା ପାଇଁ, ଅଙ୍ଗୁଳି ଉଠେଇବା ପାଇଁ। ଆମେ ଯାଇ ଯଦି ଆମକୁ କିଏ ଆଙ୍ଗୁଳି ଦେଖେଇବ, ଆମେ ତାକୁ ମୁଠା ମାରିବାର ସାହସ ରଖିଛେ। କାହିଁକି ନା 56 ଇଞ୍ଚର ଛାତି ନରେନ୍ଦ୍ର ମୋଦୀ ଆଜି ଦେଶର ନେତୃତ୍ୱ ନେଉଛନ୍ତି। ଯୋଉଭଳି ଭାବରେ ଆମେ ଅପରେସନ ସିନ୍ଦୁରରେ, ଅପରେସନ ସିନ୍ଦୁର ସମସ୍ତେ ଜାଣିଛ, ଯୋଉଭଳି ଭାବରେ ପାକିସ୍ତାନର ଘର ଭିତରେ ପଶି, ଲାହୋରରେ ପଶି ତାର ଆଡ୍ଡାକୁ ଆମେ ଧ୍ୱଂସ କରିଥିଲେ। ଆଜି ଭାରତ ବିଶ୍ୱଗୁରୁ ହେବାକୁ ଯାଉଛି। ଆଜି ଭାରତ ତୃତୀୟ ବୃହତ୍ତମ ଅର୍ଥନୈତିକ ଦେଶ ହେବାକୁ ଯାଉଛି। ପିଲାମାନେ ଚିନ୍ତା କରନ୍ତୁ, ଆପଣ ବିଳୁ ବାଲା ବହୁତ ପାଟି କରୁଛନ୍ତି। ଯେତେବେଳେ ଭାରତ 2047 ବେଳକୁ ଆମେ ଭାରତ ଏବେ ତୃତୀୟ ଅର୍ଥନୈତିକ ଦେଶ ହେବାକୁ ଯାଉଛି, ସେତେବେଳେ ଭାରତର ଅର୍ଥନୈତିକ ବିକାଶ କେତେ ଆଗକୁ ଯିବ, ମାନେ ଆପଣ ମାନଙ୍କର ଭବିଷ୍ୟତ ଉଜ୍ଜଳ ହିଁ ଉଜ୍ଜଳ। ବିଭିନ୍ନ କ୍ଷେତ୍ରରେ, ସାମାଜିକ କ୍ଷେତ୍ରରେ, ଚାକିରି କ୍ଷେତ୍ରରେ, ବ୍ୟବସାୟ କ୍ଷେତ୍ରରେ, ପ୍ରତ୍ୟେକ କ୍ଷେତ୍ରରେ ଆମ ପାଖରେ ପଇସାର ଅଭାବ ରହିବ ନାହିଁ। ଆମେ ଅନେକ ବିକାଶ ଧାରାକୁ, ବିକାଶକୁ ଆମେ ଆଗକୁ ନେଇପାରିବା। ତେଣୁ ଆପଣମାନେ ସେଇ ଯୋଉ ବିକଶିତ ଭାରତର ଗୋଟିଏ ଗୋଟିଏ ଦିନାଣୀ ହେବେ। ଆପଣମାନେ ଜଣେ ଜଣେ ଧର୍ମପଦ, ଆପଣମାନେ ଜଣେ ଜଣେ ଧର୍ମପଦ ହେବେ ତ? ଧର୍ମପଦ କିଏ ଜାଣିଛ? କିଏ? କାହା ପୁଅ? ଏଇ ଯୋଉ ତମର ପୋଲସରା ରାଜୁ ମହାଣା, ବିଶୁ ମହାଣା, କୋଟିକା ଲୋକ ସେ ପୋଲସରା ମଥୁରା ଲୋକ ନାଇଁ କି? ସେଇ ବିଶୁ ମହାଣା ଯେମିତି 1200 ବଢେଇ ଲାଗିଥିଲେ କୋଣାର୍କ ମନ୍ଦିର ତିଆରି କରିବା ପାଇଁ, କିନ୍ତୁ ତାର ମୁଣ୍ଡି ମାରିଥିଲା କିଏ? ଧର୍ମ। କିନ୍ତୁ ଏବେ ଆମର ଯୋଉ ସରକାର ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ଯୋଉ ଯୋଜନା କରୁଛନ୍ତି, ତାର ମୁଣ୍ଡି ଆପଣମାନେ ମାରିବେ। ତେଣୁ ଆପଣମାନେ ଭଲ ଭଲ ମଣିଷ ହୁଅନ୍ତୁ, ଭଲ ଖେଳ ଖେଳନ୍ତୁ, ଭଲ ମଣିଷ ଆଗ ହେବା। ଭଲ ଡକ୍ଟର ଇଞ୍ଜିନିୟର ହେବା ପରେ ଆଗ ଭଲ ମଣିଷ ହେବା, ସୁସ୍ଥ ମଣିଷ ହେବା, ବିକଶିତ ସମାଜ ଗଠନ କରିବା। ତେଣୁ ଆମେ ସମସ୍ତେ ବ୍ୟଗ୍ର ଅଛୁ, ପ୍ରାଇଜ ଆମେ ଗ୍ରହଣ କରିବା। ତେଣୁ ଆପଣମାନଙ୍କ ସମସ୍ତଙ୍କୁ ନିବେଦନ ରହିବ, କାହିଁ ସମସ୍ତେ ବୋଧେ ସବୁ ବିଲ 16 ବର୍ଷରୁ ଅଧିକା କେତେ ପିଲା ଅଛନ୍ତି? 16 ରୁ ଅଧିକା ବି ଅଛି ନାଇଁ? ଜବାନ ତମ 16 ହେଇଗଲାଣି? ଆରେ ଗୋ କ୍ଲାସ କରୁଛ
मैट्रिक एटे को कॉलेज 21 भी अच्छा ठीक है ମୁଁ ଭାବିଲି କେବଳ ସ୍କୁଲ ପିଲା ମାଟ୍ରିକ ପିଲା ହେଇଥିଲେ ପିଲା ଯାଉ ତାହେଲେ ଆପଣମାନେ ବଡ଼ ପିଲା ହେଇଗଲେ ତେଣୁ ଭଲ କଥା କରିବା ତ ବହୁତ ଭଲ ତେଣୁ ଆପଣମାନେ ଏବେ ବର୍ତ୍ତମାନ ତାହେଲେ 18 ବର୍ଷ କେତେ ଅଧିକା ହେଲାଣି ତାହେଲେ ଦେଶ ଗଠନ କରିବାରେ ଭାଗ ନେଇପାରିବେ ଭୋଟ ଦେଇପାରିବେ ନାଇଁ କି ଆମେ ଯେତେ ନୂଆ ଭୋଟର ଅଛନ୍ତି ଆମେ ତାଙ୍କୁ ୱେଲକମ୍ କରିବୁ ପ୍ରଥମ ଯିଏ ଭୋଟର ମୋ ଭୋଟ देश पाई मो भोट देश हितरे मो भोट देश गठन रे तेणु आमे जो भोट देबा निश्चित भाव रे देश हितरे देश गठन रे देश पाई देशर समृद्धि पाई ए भारत अखंड भूखंड को रक्षा करबा पाई भारत को एक विश्वगुरु करबा पाई तार हाथ मुठा को काम करबा पाई आमे समस्त भारतीय एकत्रित होबा भारतर गोटे महत्व होछि कोन जानछथि सब देश भितर भारत कहीं अलगा विभिन्नता भितर एकता आम अनेक जाति वर्ण धर्म बसवास कले आमर गोटे परिचय जे आमे समस्ते भारतीय सेमती आमे जी जोटी थिले आमर कोलसरार आम अंचल विकास करबा पाई आमे समस्ते एक हेबा कोलसरा मां माटीर ए जातिर विकास करबा पाई आमे संकल्प नेबा ए माटी पाई आमे भलो खेल खेलिबा भलो पाठ पढिबा भलो ना रखिबा एबे एबे हमर ए माटीर जने कोलसरा र जे जे चिरिकपड़ा शासन र जने एबे आईएएस पाई जानछथि केते जने जानछथि केई जने ना कोन नाम नाम है ना शिव सुंदर पाड़ी चिरिकपड़ा शासन सी बर्तमान आईएएस पाई आमर आम आसंता काली स्वागत संबर्धना गाँव में देवु तेणु आमर ये अंचल पिला भर समस्त दक्षता रही आपण मैंने आशा करुच्ची देशर विभिन्न जगार आपण मैंने ना कमातु ये माटीर ना आहरी आग नियंतु आज समस्त को पुणी पुणी अनेक अनेक शुभेच्छा शुभकामना दे पुणी आम प्राइज बंटन आरंभ करवा धन्यवाद जय जगन्नाथ भारत।